ମଧୁସୂଦନ ଯେତେବେଳେ ପ୍ରଭୁ ଜଗନ୍ନାଥଙ୍କର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ, ନାବରେ ଯେତେବେଳେ ସେ ବସନ୍ତି ବା ନାବରେ କେଳି କରନ୍ତି, ଯେଉଁ ଭକ୍ତମାନେ ତାଙ୍କୁ ମନ ଭରି ଦେଖନ୍ତି, ଚନ୍ଦନ ଯାତ୍ରାକୁ ଅନୁଭବ କରନ୍ତି, ସେଇ ଭାବନାକୁ କୁହାଯାଇଛି ସେତେବେଳେ ଜଗନ୍ନାଥ ମଧୁସୂଦନ ସ୍ୱରୂପରେ ଅବତୀର୍ଣ୍ଣ ହୁଅନ୍ତି। ମଧୁସୂଦନ ଶବ୍ଦର ଅର୍ଥ ହେଉଛି ଯିଏ ମଙ୍ଗଳମୟ। ଆମର କୁହାଯାଇଛି ମଧୁସୂଦନ କୃଷ୍ଣେତି ବାସୁଦେବ ଜନାର୍ଦ୍ଦନ ଚତ୍ୱାରି ତବ ନାମାନି ମହାବିପଦନାଶନ। ଏଇ ନାମକୁ ଯିଏ ସ୍ମରଣ କରନ୍ତି ତାର ଅନେକ ରିଷ୍ଟାରିଷ୍ଟ ଖଣ୍ଡନ ହୁଏ। ମଧୁ କୈଟବ ଭଳି ଦୈତ୍ୟଙ୍କୁ ନିଧନ କରି ବା ଦମନ କରି ଯିଏ ଏହି ମେଦିନୀକୁ ସୃଷ୍ଟି କରିଥିଲେ ତାଙ୍କରି ନାମ ହେଉଛି ମଧୁସୂଦନ। ଗୀତାରେ ମଧୁସୂଦନଙ୍କ ନାମ ମଧ୍ୟ ଅର୍ଜୁନ ଉଚ୍ଚାରଣ କରିଛନ୍ତି। ରାତି ପାହିଗଲେ ଯେତେବେଳେ ବିଛଣାରୁ ଆମେ ଉଠିବା, ସେତେବେଳେ ମଙ୍ଗଳମୟ ମଧୁସୂଦନଙ୍କ ନାମକୁ ଯଦି ଭକ୍ତି ଆଉ ପ୍ରୀତିରେ ଉଚ୍ଚାରଣ କରାଯାଏ ତାହା ମଧ୍ୟ ମଙ୍ଗଳକାରକ। ତେଣୁ ଅନନ୍ତ ସରୋବରରେ ଆମେ ଏଇ ଯେଉଁ ଚନ୍ଦନ ଉତ୍ସବଟି ଅନୁଷ୍ଠିତ ହେଉଛି, କେଉଁଠି ଚନ୍ଦନରେ ଯେଉଁଠି ଡଙ୍ଗା ନାହିଁ କିମ୍ବା ପୁଷ୍କରିଣୀ ନାହିଁ, ଜଳାଶୟ ନାହିଁ, ସେଠି ମାନେ ପୁଷ୍ପ ଚନ୍ଦନ ଆଦିରେ ଅଭିଷେକ କରାଯାଏ। କିନ୍ତୁ ଯେଉଁଠି ଅଛି ସେଠି ଏଇ କଥାଟା ଯେମିତି ଆମେ ଅନନ୍ତ ସରୋବରରେ ନାବକେଳି କରୁଛେ ସେମିତି ନାବକେଳି ଅନୁଷ୍ଠିତ ହୁଏ। ଏହି ନାବକେଳିକୁ ଦର୍ଶନ କରିବା ପାଇଁ ଅନେକ ଭକ୍ତମାନେ ଗ୍ରୀଷ୍ମ ଋତୁରେ ପୁରୀ ଶ୍ରୀକ୍ଷେତ୍ରକୁ ଆସନ୍ତି। ଆମର ନିକଟସ୍ଥ ମା ଶାରଦାଙ୍କ ମନ୍ଦିରରେ ଯେଉଁ ପୁଷ୍କରିଣୀଟି ଅଛି ସେଠି ମଧ୍ୟ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ। ସେଠି ମଧ୍ୟ ବହୁ ଲୋକଙ୍କର ସମାଗମ ହୁଏ। ଠାକୁର ଅଭିରାମ ଯେତେବେଳେ ଦେହରେ ଥିଲେ ସେତେବେଳେ କରମଳାରେ ମଧ୍ୟ ସେ ନିଜେ ନାବରେ ବସି ଚନ୍ଦନ ଯାତ୍ରା କରୁଥିଲେ। ଏବେ ବି ତାହା ହେଉଛି, କିନ୍ତୁ ସେତେବେଳେ ସେ ଦେହରେ ଥିଲେ ଲୋକମାନଙ୍କର ଆକର୍ଷଣ ଗୋଟେ ସ୍ୱତନ୍ତ୍ର ଥିଲା। ଏବେ କିପରି ହେଉଛି ସେଇଟା ମୁଁ ଠିକ୍ ଭାବରେ କହିପାରୁନି। ତେବେ ଚନ୍ଦନ ହେଉଛି ଏକ ଥଣ୍ଡା ଜାତୀୟ ଦ୍ରବ୍ୟ।
ଚନ୍ଦନଂ ମଣ୍ଡତେ ନିତ୍ୟଂ ପବିତ୍ରଂ ପାପନାଶନଂ ଆପଦା ହରତି ନିତ୍ୟଂ ଲକ୍ଷ୍ମୀ ବସତି ସର୍ବଦା। ଚନ୍ଦନକୁ ଯିଏ ମଥାରେ ସବୁଦିନେ ଲେପନ କରନ୍ତି ତାଙ୍କର ବିପଦ ଆପଦ ସବୁ ଖଣ୍ଡନ ହୁଏ ଏବଂ ଲକ୍ଷ୍ମୀ ତାଙ୍କୁ ସଦୟ ହୁଅନ୍ତି। ଏଣୁ ଅନନ୍ତ ସରୋବରରେ ଶ୍ରୀ ରାଧା ମାଧବ ଏବଂ ଆଉ କିଏ ଅଛନ୍ତି ଏଇମାନେ ଏଇ ଅବତାରରେ ହିଁ ଏଇ ଗୋପାଳ ଯେତେବେଳେ ଅବତାର ହେଇଥିଲେ କୃଷ୍ଣ ବା କୃଷ୍ଣାବତାରରେ ଏଇ ଚନ୍ଦନ କେଳିକୁ ସେ ଶୁଭାରମ୍ଭ କରିଥିଲେ। ଆପଣମାନେ ଜାଣିଥିବେ ରାମ ମଧ୍ୟ ଯେତେବେଳେ ଜଙ୍ଗଲରେ ବୁଲୁଥିଲେ ସେତେବେଳେ ଗୁହ୍ୟକ ଶବର ତାଙ୍କୁ ଡଙ୍ଗାରେ ଜଙ୍ଗଲରୁ ନଦୀ ସେପଟକୁ ନେଇଗଲା। ତେଣୁ ଯୁଗେ ଯୁଗେ ପ୍ରଭୁ ନାବପ୍ରିୟ ଗୁରୁଙ୍କୁ କୁହାଯାଇଛି ଭବ ନଦୀର ସେ ହେଉଛନ୍ତି ନାବିକ। ଗୁରୁ ଅଟନ୍ତି କର୍ଣ୍ଣଧାର। କର୍ଣ୍ଣଧାର ମାନେ କୈବର୍ତ୍ତ। ଅଶ୍ୱତ୍ଥମା ବିକର୍ଣ୍ଣ ଘୋର ବକରା ଦୁର୍ଯୋଧନାବର୍ତ୍ତିନୀ ସୋତୀର୍ଣ୍ଣ କଳୁ ପାଣ୍ଡବୈ ରଣନଦୀ କୈବର୍ତ୍ତ କକେଶ। ଯେମିତି ପୁଷ୍କରିଣୀର ଚାରିପାଖରେ କୈବର୍ତ୍ତଙ୍କ ମାଧ୍ୟମରେ କୈବର୍ତ୍ତ ସେବକଙ୍କ ମାଧ୍ୟମରେ ନାବକେଳିଟି ଅନୁଷ୍ଠିତ ହେଉଛି, ସେମିତି ଗୁରୁ ହେଉଛନ୍ତି ଜଣେ ଶ୍ରେଷ୍ଠ କୈବର୍ତ୍ତ ବା କର୍ଣ୍ଣଧାର। ଇଏ ଭବ ସମୁଦ୍ରକୁ ସେ ପାରି କରନ୍ତି। ତେଣୁ ଗୁରୁ ତୀର୍ଥରେ ଗୋବିନ୍ଦଙ୍କ ଦର୍ଶନ ଏହା ଆମକୁ ନିଶ୍ଚିତ ଭାବରେ ଆମ ମନରେ କାୟ ବାକ୍ୟ ମନରେ ପବିତ୍ରତା ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ। ଶେଷରେ ଗୋପାଳଙ୍କୁ ରାଧା ମାଧବଙ୍କୁ ଆଭୂମ ମାନସରେ ଆଭୂମ ପ୍ରଣତି ଜଣାଇ ଏହି ଅନନ୍ତ ପୁଷ୍କରିଣୀର ଜଳକୁ ଜଳାଧାରକୁ ଯମୁନାର ଗଙ୍ଗା ଯମୁନା ସ୍ୱରୂପରେ ପ୍ରଣାମ ଜଣାଇ ସମସ୍ତଙ୍କର ମଙ୍ଗଳ କାମନା କରି ସେବକ ବଳିଆ ରହୁଛି। ଆସନ୍ତାକାଲି ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କର ସଙ୍ଗୀତ ଦ୍ୱାରା ବୈକୁଣ୍ଠ ବ୍ରହ୍ମଚାରୀଙ୍କର ଭକ୍ତମାନେ ନାବକେଳି କରିବେ। 2 ଖଣ୍ଡ ନାବରେ ଯେଉଁମାନେ ନାବକେଳି ଦର୍ଶନ କରିବାକୁ ଆସିବେ ତାହେଲେ ସେମାନେ ଆସିବେ ଏବଂ ପ୍ରସାଦ ପାଇବେ, ଯିବେ। ଏତିକିରୁ କଥାଟି ରଖିଲି। ଶ୍ରୀ ଗୁରୁ ପ୍ରେମାନନ୍ଦେ ନିତାଇ ଗୌର ହରି ବୋଲ। ଜୟ ଶ୍ରୀ ରାଧେ।
मधुरं हसितं मधुरं नयनं मधुरं हृदयं मधुरं गमनं मधुरं हृदयं मधुरं गमनं मधुरं मधुराधिपते रखिलं मधुरं मधुराधिपते रखिलं मधुरं। श्री गुरु परमानंद निताय हरि हरि बोल। हे कृष्ण करुणा सिंधु दीनबंधु जगतपति गोपीश गोपिका कांत राधाकांत नमस्ते। गोविंद 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 हे गोविंद 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 मुकुंद धरे पदार गोविंद 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 मुकुंद धरे पदार सजन करती ताहाकु पान सजन करती ताहाकु पान गोविंद गोपाल जयंती आनंद मकरंद धरे पदार गोविंद 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 मकरंद धरे पदार गोविंद 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 मकरंद धरे पदार सजन करती ताहाकु पान सजन करती ताहाकु पान गोविंद गोपाल जयंती आनंद मकरंद धरे पदार गोविंद 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 मकरंद धरे पदार मकरंद धरे पदार Krishna Krishna Hare 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 Rama 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 Hare 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 Rama
গোবিন্দ 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 মকরন্দ ঝরে পদার বিন্দ মকরন্দ ঝরে পদার বিন্দ সজল করন্তি তাহাকু পাল গোবিন্দ গোপাল যন্তি আনন্দ সজল করন্তি তাহাকু পাল গোবিন্দ গোপাল যন্তি আনন্দ মকরন্দ ঝরে পদার বিন্দ গোবিন্দ 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 মকরন্দ ঝরে পদার বিন্দ মকরন্দ ঝরে পদার বিন্দ সর্বে মূঢ়মতি সর্বে বিষাদ সৃষ্টিরে সে কৃষ্ণা একই চান্দ সর্বে মূঢ়মতি সর্বে বিষাদ সৃষ্টিরে সে সিনা একই চান্দ জাগ্রত সুষুপ্তি সপন কর্ম জাগ্রত সুষুপ্তি সপন কর্ম লঘুচি করিয়া সানন্দ সুধ লঘুচি করিয়া সানন্দ সুধ মকরন্দ ঝরে পদার বিন্দ মকরন্দ ঝরে পদার বিন্দ গোবিন্দ 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 মকরন্দ ঝরে পদার বিন্দ সজল করন্তি তাহাকু পাল সজল করন্তি তাহাকু পাল গোবিন্দ গোপাল যন্তি আনন্দ মকরন্দ ঝরে পদার বিন্দ গোবিন্দ 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 মকরন্দ ঝরে পদার বিন্দ মকরন্দ ঝরে পদার বিন্দ মকরন্দ ঝরে পদার
Yeah.